লোতকাপ্লুত ছড় ছড় আখিরু ঝর ঝর হয়ে অতীতর কথা সবু সতে যেমতি বহি যাইছি অমানিয়া বন ঝরଣା পরি কথা সবু ব্যাপি যাইছি দিগরু দিগন্ত দিগ হজা পক্ষী পরি ইতস্তত ସମସ୍ତେ ଆଉ ପାଟିରେ ଗୋଟିଏ ଶବ୍ଦ କଳ୍ପନା। ହଁ କଳ୍ପନା ଏକ ଏକ ଉଚ୍ଛ୍ୱାସ ଦୁର୍ଗମକୁ ସୁଗମ ନିକଟରେ ପହଞ୍ଚାଇ ଦେବାର ସୁନ୍ଦର ସେତୁଟିଏ ଅସମ୍ଭବକୁ ସମ୍ଭବ ଆଡ଼କୁ ହାତ ଧରି ଟାଣି ନେଇ ଯାଉଥିବା ସମ୍ଭାବନାଟିଏ ନିରାଶାରେ ଛିଡ଼ା ହୋଇ ଆଶା ଆଡ଼କୁ ହାତ ବଢ଼େଇ ଦେଉଥିବା ନିଶୁଣିଟିଏ। ସେ କଳ୍ପନା କ'ଣ କେବେ ମରିପାରେ? ନା କେବେ ନୁହେଁ। କାରଣ ଗୋଟିଏ କଳ୍ପନାର ଅନ୍ତ ଆହୁରି ଅନେକ କଳ୍ପନାର ସୃଷ୍ଟି କରିଥାଏ। ତେବେ ସେହି କଳ୍ପନାର ସୃଷ୍ଟି କେମିତି ଯାହାର କେବେ ଅନ୍ତ ହୋଇ ନପାରେ? କେମିତି ଥିଲା ତାର ପାଦର ଗତି ଯାହା ଚଢ଼ି ଚାଲିଥିଲା ଶୃଙ୍ଗ ପରେ ଶୃଙ୍ଗ। हेले मु गछ चढ़ुछि बोली बापा की माँ काहाकू कहबनी जल्दी कहिच कालीठू बिजुली खिया पूरा बंद हेला। सुकुमा प्रदीप अरे सब गल कुआरे बापा आसिले करे बचाना ତୁମା ମାନେ ପିଲାଟି ଦିନକୁ ଥିଲା ଭାରି ସାହସୀ। ତାର ଚାଲି ଚଳନ କଥାବାର୍ତ୍ତା ସବୁଥିରେ ଯେମିତି ଲାଗେ ସେ ହେଉଛି ଗୁଣନିଧି ଓ ଶୈଳବାଳା ଦାସଙ୍କ ବଡ଼ ଝିଅ। ନିଆଁ ପାଣି ଜୀବନ ବରଣ ଭଲ ମନ୍ଦ ସବୁ ଯେମିତି ତା ପାଇଁ ସମାନ ଥିଲା। ଯାହା ଭିତରେ କଡ଼ ଲେଉଟାଉଥାନ୍ତି ଅସମାରୀ ସ୍ୱପ୍ନ। କେମିତିକା ଥିଲା ସେ ସ୍ୱପ୍ନ? ତେବେ ଆସନ୍ତୁ ଦେଖିବା କଳ୍ପନାର ସ୍ୱପ୍ନ। चुपचाप एकदम चुपचाप। देखुच तुतुमा केमिति निदरे बावली होची हेले कोन करिबी कहून ताकू थरे सांगरे नै टिके बुले आनुन। अरे छोट पिलाटा से कोन से पहाड़ को चढ़ी परिबो थरे नै जाऊ ना हालिया होई गेले से बळे फेरी आसीबनी ना थाउ आउ टिके बड़ हे जाऊ तापरे मु ताकू मो सांगरे नै जिबी। राति जेमती धीरे धीरे बढ़ी कल्पना भी सेमती धीरे धीरे समय सहित बड़ होबार लगी। आउटे बड़ होगला आरंभ हुए पहाड़ चढ़ा। निज
ଗାଁ ସାରିଆପଡ଼ା ନିକଟରେ ଥିବା ବାଙ୍କମୁଣ୍ଡି ପାହାଡ଼ରେ। ହଁ, ସେଇ ବାଙ୍କମୁଣ୍ଡି ପାହାଡ଼ରେ। ବାପା ହୁଁ, ଏଇଟା କୋଉ ଜାଗା? ଏଇଟା ହଉଛି ସେଇ ବାଙ୍କମୁଣ୍ଡି ପାହାଡ। ବହୁତ ବଢିଆ ଦେଖାଯାଉଛି। ଏବେ ଆସ ଆମେ ସେ ପାହାଡ ଉପରକୁ ଯିବା। ହଉ ଚାଲ, ଯୋଉଠି ତତେ କାଟିବ ମତେ କହିବୁ, ଆମେ ଘରକୁ ଫେରିଯିବା। ମତେ ଜମା ବି କାଟିବନି। ଓମ୍ ନମଃ ଶିବାୟ। ଆସ ମୋ ସାଥିରେ ଆସ। ଆଚ୍ଛା ବାପା, ହୁଁ, ଗୋଟେ କଥା ପଚାରିବି? ହଁ ପଚାର। ସବୁଠୁ ବଡ ପାହାଡ କୋଉଟା? ସବୁଠୁ ବଡ ପାହାଡ? ହଁ ହଁ, ମନେ ପଡିଲା। ସବୁଠୁ ବଡ ପାହାଡ ହେଉଛି ହିମାଳୟ। ଆମ ପାହାଡ ଉପରେ ଯେମିତି ବାଙ୍କମୁଣ୍ଡି ଠାକୁରାଣୀ ଅଛନ୍ତି, ହିମାଳୟ ଉପରେ ସେମିତି କିଏ ଅଛନ୍ତି? ଦେବଦେବ ମହାଦେବ ଅଛନ୍ତି ସେଠି। ଏବେ ଚାଲ ଆମେ ଘରକୁ ଯିବା। ଆ ମହାଦେବ, ତାହେଲେ ତ ମୁଁ ବଡ ହେଲେ ନିଶ୍ଚୟ ସେ ପାହାଡକୁ ଚଢିବି। ବାପା, ମୁଁ ହିମାଳୟ ଚଢିବି। ବାପା, ମୁଁ ହିମାଳୟ ଚଢିବି। ଆଖିରେ କେବଳ ସ୍ୱପ୍ନ ଆଉ ସ୍ୱପ୍ନ, ସ୍ୱପ୍ନ ବିଭୋର କଳ୍ପନା। ଶିଖରକୁ ଛୁଇଁବାର ଇଚ୍ଛା ତାଙ୍କୁ ବାରମ୍ବାର କରିଦିଏ ଆନମନା। ସେଥିପାଇଁ ଆରମ୍ଭ ହୁଏ ଅଭ୍ୟାସ ଏବଂ କଠୋର ପରିଶ୍ରମ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏମିତି କଠୋର ଅଭ୍ୟାସ ଜାରି ରଖନ୍ତି କଳ୍ପନା। ନିଜକୁ ପ୍ରସ୍ତୁତ କରି ଆରମ୍ଭ କରନ୍ତି ତାଙ୍କର ଏଭରେଷ୍ଟ ଅଭିଯାନ 2004 ମସିହାରେ। ହେଲେ ଆଶା ତାଙ୍କର କିନ୍ତୁ ଭାଙ୍ଗିଯାଏ। ପ୍ରଥମ ପ୍ରୟାସରେ ବିଫଳ ହେବାକୁ ପଡ଼େ ତାଙ୍କୁ। କେବଳ ପ୍ରଥମ ନୁହେଁ, 2006 ମସିହାରେ ଦ୍ୱିତୀୟ ଅଭିଯାନରେ ମଧ୍ୟ ସେ ବିଫଳ ହୁଅନ୍ତି। ପାହାଡ଼ ଚଢ଼ିବା ପାଇଁ ଆବଶ୍ୟକ ଜୋତା, ପୋଷାକ, ସରଞ୍ଜାମର ଅଭାବ ଓ ସର୍ବୋପରି ପ୍ରତିକୂଳ ପାଗ ତାଙ୍କୁ ବିଫଳତାର ବାଟ ଦେଖାଏ। ସଫଳତା ପାଇବା ପାଇଁ ବାଧକ ହୁଏ ଅର୍ଥ ସଂଗ୍ରହ ପାଇଁ କରିଥିବା କସରତ ପାହାଡ଼ ଚଢ଼ା କସରତକୁ ମଧ୍ୟ ବଳେଇଯାଏ। ତା ଭିତରେ ଦୁଇ ଥର ଅଭିଯାନ ଆରମ୍ଭ କରି ବିଫଳ ହୋଇଥିବା କଳ୍ପନାକୁ ଖୁବ୍ ନିନ୍ଦା ଓ ଟାହିଟାପରା ମଧ୍ୟ ସାମ୍ନା କରିବାକୁ ପଡ଼େ। ଆର୍ଥିକ ଓ ମାନସିକ ସ୍ତରରେ କେବେ ବି ସହଯୋଗ କରିନଥିବା ଲୋକମାନେ ନାନା କଥା କହି ତାଙ୍କୁ ଉପହାସ କରୁଥିଲେ। ତେବେ ସେଥିରେ ଭାଙ୍ଗି ପଡ଼ିନଥିଲେ କଳ୍ପନା, ବରଂ ଉପହାସକୁ ଉତ୍ସାହରେ ରୂପାନ୍ତରିତ କରି 2008 ମସିହାରେ ସେ ଆରମ୍ଭ କରନ୍ତି ତାଙ୍କର ତୃତୀୟ ଏଭରେଷ୍ଟ ଅଭିଯାନ। କିଛି ଶୁଭେଚ୍ଛୁ, ସରକାରୀ ବେସରକାରୀ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର କିଛି ସାହାଯ୍ୟ ଓ ପ୍ରୋତ୍ସାହନରେ ଆରମ୍ଭ ହୁଏ କଳ୍ପନାଙ୍କ ଏଭରେଷ୍ଟ ଅଭିଯାନ।
कन्या कल्पना से दिन श्रृंग कन्या भाव निजर स्वतंत्र परिचय सृष्टि कले आ गर्वित कले निजर माँ माटी और जन्मभूमि एवरेस्ट आरोहण कर फेरिबा परे टिके असुस्थ होई पड़ती से हेले मनरे तांकर केते शांति और खुशी आ अनुभव विषय पचारि देले से कहती तले सब क्लाउड रही जाइते ऊपर स्काई पूरा क्लियर थिला स्काई एते सुंदर के तो से क्लियर ने सेठी कोठी मिलबनी एते सफा एते सुंदर भाबरे से दृश्यटा वर्णना भी करी हबन आ बहुत आ एमिति लागे देला कि माने सତରେ निर्वाण बधे हेगा तेबे एतिकरे चुप ही बसी जांतिनी श्रृंग कन्या पहाड़ सते जमती हाथ ठारे डाकु थाए यह पर से आरंभ करती पृथ्वीर अनेक उच्चतम श्रृंगर अभियान प्रथमे दक्षिण आफ्रिकार किलिमांजारो दक्षिण अमेरिकार माउंट आकांकागुआ यूरोपर माउंट एल्ब्रस और ऑस्ट्रेलिया माउंट कोजिस्को को सफलतार सहित आरोहण करी से सृष्टि करती स्वतंत्र परिचय एवं व्यापी जाती समग्र विश्व को तेरे एते सब सफलता पर कहीं जने प्रशंसा करदेले लाजी जाती कल्पना आउ कहती सतरे आपण मानकर से सब एनकरेजमेंट पाई ही आज मो माउंट एवरेस्ट में सफल हेली आउ तापरे दुईरे पुणी आउ थरे निजको प्रस्तुत करछि आउ गोटे नुवा इतिहास आपण मानकर सहयोग रे सेटा अब शुभ कामना रे हबो झीटी हुई ओडिशार प्रथम एभरेस्ट आरोहणकारी भाव निजर सुउच्च परिचय सृष्टि करती से झीटी रत्नटीए बोली से उदाहरण पलटि जाती से नाम जिला प्रशासन आरंभ करती एक स्वतंत्र कार्यक्रम जार नाम रहे कल्पना लिंगगत तारतम्य लिंग निरूपण और कन्या भ्रूण हत्या आदि को रोकवा सह कन्या को रत्न भली जत्न कर आह्वान पलटि जाती कल्पना एते सब पर भी कल्पना को मन किंतु माने बयस बढ़ुले पुणी थे एभरेस्ट आरोहण करी भिन्न एक इतिहास रचिबाकू आरंभ करती उद्यम और एभरेस्ट आरोहण संपर्क में कहीं के पचारि देले संगे संगे कहि पकांती माउंटेन क्लाइंबिंग सब माउंटेन मनन पे होची गोटे लाइन आ गोटे होची डेथ जाई कि फेरी कि आसीबो न आसीबो कोई ग्यारंटी दे परिबेनी पागर प्रतिकूलता भितर से एभरेस्ट शिखर रे पहुंचती और सेठारु फेरिबा बाटरे घटे अघटन ऑक्सीजन पाइप रे लीक प्रतिकूल पाग और शारीरिक असुस्थता सते जेमती अवश करदिए तांकु से हिम सुंदर शीतल आलिंगन रे सबुदिन पाई सेठी सोई जाती कल्पना निजको शिव कन्या बोली कहूतबा कल्पना सबुदिन पाई रही जाती से शिवपुरी रे से सब खबर चाहू चाहू अनाग्नि पर व्यापी जाए चारिआडे टीवी खबर कागज सबुठी से गोटे कथा कल्पना कल्पना
ଆଉ କଳ୍ପନା। ଗିରି ଶୃଙ୍ଗରେ ଶ୍ଵେତ ଚାଦର ଉପରେ ସତେ ଯେମିତି ଶୋଇ ଶୋଇ ସ୍ୱପ୍ନ ଦେଖୁଛନ୍ତି କଳ୍ପନା। କେହି ବି ଭାବିପାରିବେନି ସେ ମୃତ ବୋଲି। ତେବେ ସେହି ପାର୍ଥିବ ଶରୀରକୁ ଜନ୍ମ ମାଟିକୁ ଆଣିବା ପାଇଁ ଆରମ୍ଭ ହୁଏ ଉଦ୍ୟମ। Down. Down. ସମସ୍ତ ପ୍ରତିକୂଳତାକୁ ଆଡ଼େଇ ଦେଇ ସରକାରୀ ସହଯୋଗରେ ଜନ୍ମ ମାଟିକୁ ବାହୁଡ଼ି ଆସେ ସେହି ବୀରାଙ୍ଗନା ଶୃଙ୍ଗ କନ୍ୟା ପାହାଡ଼ି କନ୍ୟାଙ୍କ ପାର୍ଥିବ ଶରୀର। ବର୍ଷା ବତୁରା ଭିଜା ମାଟି ପରି ଓଦା ହୋଇଯାଏ ଭୁବନେଶ୍ୱରରୁ ଢେଙ୍କାନାଳ ଓ ଢେଙ୍କାନାଳରୁ ସାରିଆପଡ଼ାର ମାଟି। ଥରୁଟିଏ ଆଖି ପୁରେଇ ଦେଖିନେବା ସହିତ କଳ୍ପନାକୁ ଶେଷ ଶ୍ରଦ୍ଧାଞ୍ଜଳି ଟିକେ ଜଣାଇବା ପାଇଁ ସଭାଧାର ପାଲଟିଯାଏ ଅସମ୍ଭବ ଲୋକାରଣ୍ୟରେ। Down. ଆଉ ଶେଷରେ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ଜଳି ଉଠେ କଳ୍ପନାଙ୍କ ଚିତା। ସେ ଚିତା ବି ସତେ ଯେମିତି ଠିକ୍ କଳ୍ପନାଙ୍କ ଭଳି ଛୁଇଁବାକୁ ଚେଷ୍ଟା କରୁଥାଏ ଶିଖର। ଧୀରେ ଧୀରେ ଅଗ୍ନି ଶାନ୍ତ ପଡ଼ିଯାଏ ଆଉ କଳ୍ପନାଙ୍କ ଶରୀର ପାଲଟିଯାଏ ଗୋଟାଏ ପାଉଁଶ। କଳ୍ପନା ସବୁବେଳେ ଏଭରେଷ୍ଟ ଏଭରେଷ୍ଟ ହଉଥିବା କଳ୍ପନା ଫାଇନାଲି ରେଷ୍ଟ ଫର ଏଭର ଆଟ୍ ଏଭରେଷ୍ଟ। କଳ୍ପନା କେବଳ 4.5 ହାତର ଜଣେ ମଣିଷ। କଳ୍ପନା ଏକ ଆହୁତି ଯାହା ଏବେ ବିଭୂତିରେ ପରିଣତ ହୋଇଯାଇଛି। ଆଉ ସବୁଦିନ ପାଇଁ ଆମ ମନ ଭିତରେ ମନେ ରହିଲା ଭଳି ନାଟିଏ କଳ୍ପନା। ଦିଗବାରିଣୀ ନକ୍ଷତ୍ର ହେଇ ସବୁଦିନ ପାଇଁ ଆଖି ମିଟି ମିଟି କେଉଁଥିବେ ପାହାନ୍ତି ଆକାଶ।